ପିଲାମାନେ ଆରମ୍ଭ କରିବା କିଶୋର ଚକ୍ର କୁହାଯାଏ। କିଛି ଗୋଟେ ଆରମ୍ଭ କରିବା ଆଗରୁ ଠାକୁରଙ୍କୁ ସ୍ମରଣ କରାଯାଏ। ହଁ, ସେ ତ ଆରମ୍ଭ। ତାହେଲେ ଆସ ପିଲେ, ସେଇ ଈଶ୍ୱରଙ୍କ ଆଗରେ ନତମସ୍ତକ କରିବା ଆଉ ଶୁଣିବା ସୋମଦତ୍ତ ଭଟ୍ଟଙ୍କ କଣ୍ଠରୁ ଭଜନଟିଏ, ଯାହାକୁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ। भक्ते प्रदीप जाळी दिया प्रभु हृदय मंदिरे मोरा। भक्ते प्रदीप जाळी दिया प्रभु हृदय मंदिरे मोरा। कोटि जन मोरा अज्ञान मेरा, कोटि जन मोरा अज्ञान मेरा। ए जन्म में हे उदर भक्ति प्रदीप जाळी दिया प्रभु हृदय मंदिरे मोरा। जीवन मोहर बेते जाओ प्रभु तुम्हारा चन पाए। अतीतर जेते कलु सकाळी मा आखि निरे देवी धोए। एतिके मिनती तुम श्री चरणे, एतिके मिनती तुम श्री चरणे। जड़ाऊछि निरंतर भक्ति प्रदीप जाळी दिया प्रभु हृदय मंदिरे मोरा। हृदय मंदिरे मोरा। तुम बिना प्रभु नहीं अनगते, कर मते परित्राण। तुमे न रखिले जीवन मोहर, जीवन निश्चय अकारण। तुम नाम धरे हेले जीवितरे, तुम नाम धरे हेले जीवितरे। ए संसार पारवार भक्ति प्रदीप जाळी दिया प्रभु हृदय मंदिरे मोरा। हृदय मंदिरे मोरा। हृदय मंदिरे मोरा। ବାଃ, କେତେ ସୁନ୍ଦର ଭାବରେ ଭଜନଟି ଗାଇ ଶୁଣେଇଲେ ସୋମଦତ୍ତ। ପିଲେ, ସେ ଥିଲେ ରାଜନେତା, ଓକିଲ, ସାମ୍ବାଦିକ ତଥା ପଣ୍ଡିତ। ହେଲେ ସର୍ବୋପରି ସେ ଥିଲେ ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି। ହଁ,
ସେ ହେଉଛନ୍ତି ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଆସ ଆଜି ତାଙ୍କ ବିଷୟରେ ଶୁଣିବା ଆଉ ଜାଣିବା। ତମମାନଙ୍କ ପାଇଁ କହିଛନ୍ତି ବାଇଧର ନାୟକ। ସୁଜଳା ସୁଫଳା ଭାରତ ଜନନୀ କୋଳରେ ଜନ୍ମ ନେଇ ଯେଉଁ କେତେଜଣ ଜନନାୟକ ଦେଶ ସେବାରେ ନିଜକୁ ନିୟୋଜିତ କରି ଆମର ଚିରନମସ୍ୟ ହୋଇ ରହିଛନ୍ତି, ସେମାନଙ୍କ ମଧ୍ୟରୁ ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ଶାନ୍ତିଦୂତ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଥିଲେ ଅନ୍ୟତମ। ସେ ଏକ ଧାରାରେ ଥିଲେ ଜଣେ ଶିକ୍ଷାବିତ୍, ପରୋପକାରୀ, ନିର୍ଭୀକ, ସ୍ପଷ୍ଟବାଦୀ ଓ ସ୍ୱାଧୀନତା ସଂଗ୍ରାମୀର ମଣିଷ। ତାଙ୍କର ଆଦର୍ଶ ଚିନ୍ତା ଚେତନା ପାଇଁ ଆମ ପାଖରେ ଚିରସ୍ମରଣୀୟ ହୋଇ ରହିଛନ୍ତି ଓ ରହିଥିବେ। ପିଲାମାନେ, ରାଜେନ୍ଦ୍ର ପ୍ରସାଦ 1884 ମସିହା ଡିସେମ୍ବର 3 ତାରିଖରେ ବିହାର ପ୍ରଦେଶର ସିୱାନ ଜିଲ୍ଲା ଅନ୍ତର୍ଗତ ଜିରାଦେଇ ନାମକ ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମହାଦେବ ସହାୟ ଶ୍ରୀବାସ୍ତବ। ସେ ଫାର୍ସି ଓ ସଂସ୍କୃତ ଭାଷାରେ ପଣ୍ଡିତ ଥିଲେ। ତାଙ୍କ ମାତା ଥିଲେ କମଳେଶ୍ୱରୀ ଦେବୀ। ମାତା କମଳେଶ୍ୱରୀ ଦେବୀ ଥିଲେ ଜଣେ ଧର୍ମପରାୟଣା ମହିଳା। ଶିଶୁ ରାଜେନ୍ଦ୍ର ପ୍ରସାଦଙ୍କୁ ରାମାୟଣ, ମହାଭାରତ ଓ ରାମଲୀଳା କାହାଣୀ ଶୁଣାଉଥିଲେ। ତାଙ୍କ ମା ରାଜେନ୍ଦ୍ର ପ୍ରସାଦଙ୍କ ଭିତରେ ଧର୍ମୀୟ ଭାବନା ସଞ୍ଚାରିତ କରି ଦେଇଥିଲେ। ସେତେବେଳେ ତାଙ୍କ ଗାଁରେ ପାଠ ପଢ଼ିବାର କୌଣସି ସୁବିଧା ସୁଯୋଗ ନଥିଲା। ଜଣେ ମୌଲବୀ ତାଙ୍କ ଘରକୁ ପାଠ ପଢ଼ାଇବାକୁ ଆସୁଥିଲେ। ରାଜେନ୍ଦ୍ର ପ୍ରସାଦଙ୍କ ବଡ଼ ଭଉଣୀ ଭଗବତୀ ଦେବୀ ତାଙ୍କ ପାଠପଢ଼ାର ସମସ୍ତ ଦାୟିତ୍ୱ ବୁଝୁଥିଲେ। ରାଜେନ୍ଦ୍ର ପ୍ରସାଦଙ୍କର ପାଠପଢ଼ା ପ୍ରତି ଖୁବ୍ ଆଗ୍ରହ ଥିଲା। ନିକଟସ୍ଥ ଛାପ୍ରା ଉଚ୍ଚ ଇଂରାଜୀ ବିଦ୍ୟାଳୟରୁ କୃତିତ୍ୱର ସହ ପ୍ରଥମ ଶ୍ରେଣୀରେ ମେଟ୍ରିକ ପାସ୍ କରିଥିଲେ। ସେ ସମୟରେ 3 ଟଙ୍କାର ଛାତ୍ରବୃତ୍ତି ପାଇଥିଲେ। 13 ବର୍ଷ ବୟସରେ ସେ ରାଜବଂଶୀ ନାମକ ଜଣେ ଝିଅକୁ ବିବାହ କରିଥିଲେ। 1902 ମସିହାରେ କୋଲକାତା ପ୍ରେସିଡେନ୍ସି କଲେଜରେ ନାମ ଲେଖାଇ ପାଠପଢ଼ା ଆରମ୍ଭ କଲେ। ମେଧାବୀ ଛାତ୍ର ଭାବରେ ସେ ତତ୍କାଳୀନ ଅଧ୍ୟାପକ ଡକ୍ଟର ଜଗଦୀଶ ଚନ୍ଦ୍ର ବୋଷ, ଡକ୍ଟର ପି.କେ. ରାୟ, ଡକ୍ଟର ପି.ସି. ରାୟ ପରି ବିଜ୍ଞ ଶିକ୍ଷକମାନଙ୍କର ସେ ପ୍ରିୟଭାଜନ ହୋଇଥିଲେ। ସେ କଲେଜ ୟୁନିୟନର ସେକ୍ରେଟାରୀ ଭାବରେ ନିର୍ବାଚିତ ମଧ୍ୟ ହୋଇଥିଲେ। ପିଲାମାନେ, 1906 ମସିହାରେ ବିଏ ଓ ବିଏଲ୍ଏଲ୍ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହି ସମୟରେ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନ କୋଲକାତାଠାରେ ବସିଥିଲା। ରାଜେନ୍ଦ୍ର ପ୍ରସାଦ ସେହି କଂଗ୍ରେସ ଅଧିବେଶନରେ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରେରଣା ପାଇଥିଲେ। 1915 ମସିହାରେ ଆଇନରେ ମାଷ୍ଟର ଡିଗ୍ରୀ ହାସଲ କରି ମେଧାବୀ ଛାତ୍ର ଭାବରେ ସ୍ୱର୍ଣ୍ଣ ପଦକ ପାଇଥିଲେ। କିଛି ଦିନ ପାଇଁ ମୁଜାଫର କଲେଜର ଅଧ୍ୟାପକ ହୋଇଥିଲେ। ଶିକ୍ଷକତା ତାଙ୍କୁ ଭଲ ନ ଲାଗିବାରୁ ସେ କୋଲକାତା ହାଇକୋର୍ଟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ତାପରେ ପାଟନା ହାଇକୋର୍ଟରେ ଆଇନ ବ୍ୟବସାୟ କରି ଖୁବ୍ ଲୋକପ୍ରିୟ ହୋଇପାରିଥିଲେ। ରୋଜଗାର ଅର୍ଥକୁ ସେ ଗରିବ ଛାତ୍ରଛାତ୍ରୀମାନଙ୍କୁ ବାଣ୍ଟି ଦେଉଥିଲେ। 1918 ମସିହାରେ ଗାନ୍ଧିଜୀ ବିହାର ଚମ୍ପାରନ ଜିଲ୍ଲା ଗସ୍ତରେ ଆସିଥିଲେ। ସେଠାରେ ରାଜେନ୍ଦ୍ର ପ୍ରସାଦଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ଗାନ୍ଧିଜୀଙ୍କ ଭାଷଣରେ ସେ ମନ୍ତ୍ରମୁଗ୍ଧ ହୋଇ ଗାନ୍ଧିଜୀଙ୍କର ଏକାନ୍ତ ଅନୁଗତ ହୋଇଯାଇଥିଲେ। ଆଇନ ବ୍ୟବସାୟ ଛାଡ଼ି ସଂଗ୍ରାମୀ ହୋଇଯାଇଥିଲେ। ଗାନ୍ଧୀଙ୍କ ଆହ୍ୱାନରେ ଓ ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ପୁଲିସର ଲାଠିମାଡ଼ ଖାଇ ସେ 6 ମାସ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିଲେ। ତାପରେ ତାଙ୍କର ଚତୁରତା ପାଇଁ ଏକାଧିବାର ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ। 1934 ମସିହାରେ ବମ୍ବେ କଂଗ୍ରେସ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। 1939 ମସିହାରେ ସୁଭାଷ ବୋଷ
କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାରୁ ରାଜେନ୍ଦ୍ର ପ୍ରସାଦ ଅଧ୍ୟକ୍ଷ ହୋଇଥିଲେ। 1946 ମସିହା ଜୁଲାଇ ମାସରେ ଆମର ସମ୍ବିଧାନ ତିଆରି ପାଇଁ ସମ୍ବିଧାନ ସଭା ଗଠନ କରାଗଲା। ରାଜେନ୍ଦ୍ର ପ୍ରସାଦ ଏହି ସମ୍ବିଧାନ ସଭାର ଅଧ୍ୟକ୍ଷ ହୋଇଥିଲେ। 1947 ମସିହା ଅଗଷ୍ଟ 15 ତାରିଖରେ ଆମ ଭାରତ ସ୍ୱାଧୀନ ହେଲା। 1949 ମସିହା ନଭେମ୍ବର 26 ତାରିଖରେ ସମ୍ବିଧାନ ଗଢ଼ାଗଲା। 1950 ମସିହା ଜାନୁଆରୀ 26 ତାରିଖରେ ଭାରତ ଗଣତନ୍ତ୍ର ରାଷ୍ଟ୍ର ରୂପେ ମାନ୍ୟତା ପାଇଲା। ରାଜେନ୍ଦ୍ର ପ୍ରସାଦ ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ। ରାଷ୍ଟ୍ରପତି ହେବା ପରେ ତାଙ୍କର ଜୀବନଯାପନ ପ୍ରଣାଳୀ ଖୁବ୍ ସରଳ ଓ ନିରାଡ଼ମ୍ବରପୂର୍ଣ୍ଣ ଥିଲା। ରାଷ୍ଟ୍ରପତି ଭାବରେ ସେ 10,000 ଟଙ୍କା ମାତ୍ର ପାଉଥିଲେ। 2,500 ଟଙ୍କା ନିଜ ଖର୍ଚ୍ଚ ପାଇଁ ରଖି ଅବଶିଷ୍ଟ ଟଙ୍କା ଦେଶବାସୀଙ୍କ ପାଇଁ ସେ ଦାନ କରିଦେଉଥିଲେ। 1957 ମସିହାରେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଥିଲେ। 1962 ମସିହାରେ ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ତାଙ୍କୁ ଭାରତ ରତ୍ନ ଉପାଧିରେ ଭୂଷିତ କରାଯାଇଥିଲା। କର୍ମମୟ ଜୀବନରୁ ଅବସର ନେଇ ବିହାରର ପାଟନାଠାରେ ସନାତନ ଆଶ୍ରମ ପ୍ରତିଷ୍ଠା କରିଥିଲେ। 1963 ମସିହା ଫେବୃଆରୀ 28 ତାରିଖରେ ଶାନ୍ତିଦୂତ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କର ଜୀବନ ଦୀପ ଲିଭିଯାଇଥିଲା, କିନ୍ତୁ ଆଜି ବି ସେ ଆମ ପାଖରେ ଅମର ଗାଥା ହୋଇ ରହିଛନ୍ତି ଏବଂ ସବୁଦିନ ପାଇଁ ପୂଜ୍ୟ ପୂଜା ପାଉଥିବେ। ଜନନୀ ଓ ଜନ୍ମଭୂମି ସ୍ୱର୍ଗଠାରୁ ବଡ଼। ସିଏ ଆମର ମା ଆଉ ଆମେ ତାରି ସନ୍ତାନ। ତାରି କୋଳରେ ହସି ଖେଳି ଆମେ ବଡ଼ ହଉ। ଆସ ସେଇ ମାର ଗୁଣଗାନ କରିବା ଆଉ ଶୁଣିବା ଦେଶ ବନ୍ଦନାଟିଏ। ଗାଇଛନ୍ତି ସୋମଦତ୍ତ ଭଟ୍ଟ। ଦେଶ ବନ୍ଦନାଟିକୁ ତମମାନଙ୍କ ପାଇଁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ। ଆମେ ସନ୍ତାନ ଆମ ଭାରତର, ମାଟିକୁ କରିଛୁ ଆପଣାର। ଆମେ ସନ୍ତାନ ଆମ ଭାରତର, ମାଟିକୁ କରିଛୁ ଆପଣାର। ସେହି ଆମ ମା ମମତାର ଘର, ସେହି ଆମ ମା ମମତାର ଘର। ଜୁହାର କରୁଛୁ ବାର ବାର, ଆମେ ସନ୍ତାନ ଆମ ଭାରତର, ମାଟିକୁ କରିଛୁ ଆପଣାର। ଆମ କ୍ଷେତ ଆମ ବନ ଭୂଇଁ, ମଳୟ ପବନ ଯାଏ ବହି। ପାହାଡ଼ ଝରଣା ନଦୀ ଝର, ନୀଳ ସାଗରକୁ ଚୁମେ ତାର। ଦେବତା ମୋର କାଳିଆ ଠାକୁର, ଦେବତା ମୋର କାଳିଆ ଠାକୁର। ଜଗତରେ ବଡ଼ ନାମ ତାର, ଆମେ ସନ୍ତାନ ଆମ ଭାରତର, ମାଟିକୁ କରିଛୁ ଆପଣାର। ଜାତିର ଟିକି ଫୁଲ, ଜାତି ଦେଇ ପାରେ ନାହିଁ ମୂଲ। ବଢ଼ାଇ
बुझाती सन मन गाई जातिर जय गन महक छोटाए बस पर सेबो महक छोटाए बस पर सेबो आमे जातिर मधुकर आमे सन्तान आम भारतर माटीको करेछु आपणार सेही आम ममतार घर सेही आम ममतार घर जुहार करुछु बार बार आमे सन्तान आम भारतर माटीको करुछु आपणार आमे सन्तान आम भारतर माटीको करिछु आपणार। ପିଲାମାନେ ରାତିର ଅନ୍ଧାରରେ ଆକାଶରେ ଶୀତଳ ଆଲୋକ ଯିଏ ପ୍ରଦାନ କରନ୍ତି ସିଏ ହେଲେ ଜହ୍ନ। ତା ସହିତ ମିଟମିଟ କରୁଥାନ୍ତି ତାରାମାନେ। ଆଉ ରାତିର ଅନ୍ଧକାରକୁ ଏଡ଼ାଇ ଯିଏ ଆସନ୍ତି ସିଏ ହେଲେ ସୂର୍ଯ୍ୟ। ସୂର୍ଯ୍ୟଙ୍କର ଆଲୋକ ସବୁଆଡ଼େ ଖେଳିଗଲେ ସକାଳ ହୁଏ ଆଉ ତାପରେ ସବୁ ଲାଗି ପଡ଼ନ୍ତି ନିଜ ନିଜ କାମରେ। ହେଲେ ଏଇ ସୂର୍ଯ୍ୟ ଚନ୍ଦ୍ର ତାରାଙ୍କ ବିଷୟରେ ବା ଆମ ମହାକାଶ ବିଷୟରେ ଜାଣିବାର ଇଚ୍ଛା ସମସ୍ତଙ୍କର ରହିଛି। ହଁ ପିଲାଏ, ମହାକାଶ ଅଭିଯାନ ଆଜି ଆମ ଦେଶ ଭାରତର ବିରାଟ କୃତିତ୍ୱ କହିଲେ ଭୁଲ ହେବନି। ଚନ୍ଦ୍ରଯାନ, ମଙ୍ଗଳଯାନ ଓ ସୂର୍ଯ୍ୟଯାନ ପ୍ରେରଣ ଭାରତ ପାଇଁ ବଡ଼ କୃତିତ୍ୱ। ଆସ ଆଜି ମହାକାଶ ବିଷୟରେ କିଛି ଶୁଣିବା। ତମମାନଙ୍କ ପାଇଁ କହିଛନ୍ତି ଶ୍ୱେତଲୀନା ବିହାରୀ। ପିଲାମାନେ କେବେ ରାତି ସମୟରେ ଆକାଶକୁ ଲକ୍ଷ୍ୟ କରିଛ? ବିଶେଷରେ ଜହ୍ନ ରାତିର ଏକ ନିର୍ମଳ ଆଉ ମେଘମୁକ୍ତ ଆକାଶ। ଏହି ସମୟରେ ଆକାଶରେ କ'ଣ ସବୁ ଦେଖାଯାଏ କହିଲ? ଚନ୍ଦ୍ର ସହିତ ମାଳମାଳ ତାରା ଚିକ୍ମିକ୍ କରୁଥାଏ। ଏହି ପ୍ରାକୃତିକ ଆଲୋକପିଣ୍ଡ ଗୁଡ଼ିକୁ ମହାକାଶୀୟ ବା ମହାଜାଗତିକ ବସ୍ତୁ କୁହାଯାଏ। ଯେଉଁ ମହାକାଶୀୟ ବସ୍ତୁଗୁଡ଼ିକ ଦପ୍ ଦପ୍ କରୁଥାନ୍ତି ସେମାନଙ୍କୁ ତାରା ବା ନକ୍ଷତ୍ର କୁହାଯାଏ। ଏଗୁଡ଼ିକର ନିଜର ଆଲୋକ ଅଛି, କିନ୍ତୁ ଯେଉଁ ମହାକାଶୀୟ ବସ୍ତୁଗୁଡ଼ିକ ସ୍ଥିର ଆଲୋକ ପ୍ରଦାନ କଲା ଭଳି ଦେଖାଯାଆନ୍ତି ସେମାନେ ଗ୍ରହ ବା ଉପଗ୍ରହ ଅଟନ୍ତି। ଏ ଯେମିତି ଆମ ଚନ୍ଦ୍ର, ଏମାନଙ୍କର ନିଜର ଆଲୋକ ନାହିଁ। ଏମାନେ ନିକଟବର୍ତ୍ତୀ ନକ୍ଷତ୍ରର ଆଲୋକରେ ଆଲୋକିତ ହୁଅନ୍ତି। ତେବେ ପିଲାମାନେ, ସବୁ ନକ୍ଷତ୍ର ବା ତାରକା କ'ଣ ଆମଠାରୁ ସମାନ ଦୂରତାରେ ଅଛନ୍ତି? ନା, ଏମାନଙ୍କର ଆକାର ଓ ତାପମାତ୍ରା ମଧ୍ୟ ପରସ୍ପରଠାରୁ ଭିନ୍ନ। ସେଥିପାଇଁ ଏମାନଙ୍କର ଉଜ୍ଜ୍ୱଳତାରେ ତାରତମ୍ୟ ଦେଖାଯାଏ। କ'ଣ ବୁଝିଲ? ଆମର ସବୁଠାରୁ ନିକଟବର୍ତ୍ତୀ ନକ୍ଷତ୍ର ହେଉଛି ସୂର୍ଯ୍ୟ। ସୂର୍ଯ୍ୟ ଆମଠାରୁ ପ୍ରାୟ 150 ନିୟୁତ କିଲୋମିଟର ଦୂରରେ ଅବସ୍ଥିତ। ଅନ୍ୟାନ୍ୟ ତାରକାମାନେ ଏହାଠାରୁ ବହୁ ଗୁଣ ବେଶୀ ଦୂରତାରେ ଅଛନ୍ତି। ଏତେ ବଡ଼ ଦୂରତାକୁ କିଲୋମିଟରରେ ପ୍ରକାଶ କରିବା ଅସମ୍ଭବ। ତେଣୁ ମହାକାଶୀୟ ବସ୍ତୁମାନଙ୍କର ଦୂରତା ଆଲୋକବର୍ଷ ଏକକରେ ପ୍ରକାଶ କରାଯାଏ। ତେବେ ପିଲାମାନେ, ଏହି ଆଲୋକବର୍ଷ ପୁଣି କ'ଣ? ଆଲୋକ ଏକ ବର୍ଷରେ ଯେଉଁ ଦୂରତା ଅତିକ୍ରମ କରେ ତାହାକୁ ଆଲୋକବର୍ଷ କୁହାଯାଏ। ଜାଣିଛ ପିଲାମାନେ, ଆଲୋକ ରଶ୍ମି 1 ସେକେଣ୍ଡରେ ପ୍ରାୟ 3 ଲକ୍ଷ କିଲୋମିଟର ବେଗରେ ଗତି କରିଥାଏ। ସୂର୍ଯ୍ୟ ଆମ ସୌରଜଗତର ମୁଖ୍ୟ ଅଟେ। ସୂର୍ଯ୍ୟ ଚାରିପଟେ ଯେଉଁ ସମସ୍ତ ସ୍ଥାନରେ ଏହାର ମହାକର୍ଷଣ ବଳ କାର୍ଯ୍ୟକାରୀ ହୁଏ ସେହି ସମସ୍ତ ସ୍ଥାନ ଆମ ସୌରଜଗତର ଅନ୍ତର୍ଗତ। ତେବେ ପିଲାମାନେ, ଏହି ମହାକର୍ଷଣ ବଳ ପ୍ରଭାବରେ ସୌରଜଗତର ମହାକାଶୀୟ ବସ୍ତୁଗୁଡ଼ିକୁ ସୂର୍ଯ୍ୟ ଚାରିପଟେ ଘୂରି ବୁଲନ୍ତି। ତେବେ ଆସ ଆମେ ଏହି ସୌରଜଗତରେ ଥିବା ସଦସ୍ୟମାନଙ୍କ ବିଷୟରେ ଜାଣିବା। ଜାଣିଛ ପିଲାମାନେ, ଏ ପର୍ଯ୍ୟନ୍ତ ଏହି ବସ୍ତୁମାନଙ୍କ ମଧ୍ୟରେ 8ଟି ଗ୍ରହ, ସେମାନଙ୍କର ଉପଗ୍ରହ, ଗ୍ରହାଣୁପୁଞ୍ଜ, ଧୂମକେତୁ, ଉଲ୍କା ଆଦି ଆବିଷ୍କୃତ ହୋଇଛନ୍ତି। ସୂର୍ଯ୍ୟଠାରୁ ଦୂରତା ଅନୁସାରେ ଗ୍ରହଗୁଡ଼ିକ ହେଲେ ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ ଓ ନେପଚ୍ୟୁନ୍। 2006 ମସିହା ଅଗଷ୍ଟ ମାସ 24 ତାରିଖରେ ପ୍ରେଗଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ସଂଘ ପ୍ରଣୀତ ମାନଦଣ୍ଡ ଅନୁସାରେ ପ୍ଲୁଟୋକୁ ସୌରଜଗତର ଗ୍ରହ ତାଲିକାରୁ ବାଦ୍ ଦିଆଯାଇଛି। ତେବେ ପିଲାମାନେ, ଏବେ ଆମେ ସୂର୍ଯ୍ୟଠାରୁ ଦୂରତା ଅନୁସାରେ ଆମର ଗ୍ରହଗୁଡ଼ିକ ବିଷୟରେ କିଛି
ଜାଣିବା। ତେବେ ସୂର୍ଯ୍ୟଠାରୁ ସବୁଠାରୁ ନିକଟରେ କେଉଁ ଗ୍ରହ ଅଛି କହିଲ? ବୁଧ। ଏହା ସୌରଜଗତର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ନିକଟତମ ଗ୍ରହ। ଏହା ସୂର୍ଯ୍ୟଠାରୁ ପ୍ରାୟ 57.6 ନିୟୁତ କିଲୋମିଟର ଦୂରରେ ଅବସ୍ଥିତ। ଏହା ପ୍ରତି ସେକେଣ୍ଡକୁ 50 କିଲୋମିଟର ବେଗରେ ମାତ୍ର 88 ଦିନରେ ସୂର୍ଯ୍ୟ ଚାରିପଟେ ଘୁରି ବୁଲିଥାଏ। ଏହାର କୌଣସି ଉପଗ୍ରହ ନାହିଁ। ଏହାପରେ କେଉଁ ଗ୍ରହ ଅଛି? ଶୁକ୍ର। ଶୁକ୍ର ଗ୍ରହର ଆକାର ପ୍ରାୟ ପୃଥିବୀ ସହ ସମାନ, ଏଣୁ ଏହାକୁ ପୃଥିବୀର ଯମଜ ଗ୍ରହ ବୋଲି କୁହାଯାଏ। ସୂର୍ଯ୍ୟଠାରୁ ଏହା ପ୍ରାୟ 107.5 ନିୟୁତ କିଲୋମିଟର ଦୂରରେ ଅବସ୍ଥିତ। ଏହା ସୂର୍ଯ୍ୟୋଦୟ ପୂର୍ବରୁ ଓ ସୂର୍ଯ୍ୟାସ୍ତ ପରେ ଆକାଶରେ ଦେଖାଯାଉଥିବାରୁ ଏହାକୁ ମର୍ଣ୍ଣିଂ ଷ୍ଟାର ଓ ଇଭିନିଂ ଷ୍ଟାର ମଧ୍ୟ କୁହାଯାଏ। ସୂର୍ଯ୍ୟ ଚାରିପଟେ ପରିକ୍ରମା କରିବା ପାଇଁ ଏହା ପ୍ରାୟ 225 ଦିନ ସମୟ ନେଇଥାଏ। ଏହାର କୌଣସି ଉପଗ୍ରହ ନାହିଁ। ଏବେ ଆମ ନିଜର ଗ୍ରହ, ଆମ ନିଜ ଘର ପୃଥିବୀ ବିଷୟରେ ଆମେ ଜାଣିବା। ଆମ ନିଜ ଘର ପୃଥିବୀ ଅଦ୍ୟାବଧି ସୌରଜଗତରେ ଆବିଷ୍କୃତ ହୋଇଥିବା ଗୋଟିଏ ମାତ୍ର ବସତିଯୋଗ୍ୟ ଆଶ୍ରୟସ୍ଥଳୀ। ପିଲାମାନେ ଜାଣିଛ, ଏହା ସୂର୍ଯ୍ୟ ଚାରିପଟେ ଘୂରିବା ପାଇଁ ପ୍ରାୟ 365 ଦିନ 6 ଘଣ୍ଟା ବା 1 ବର୍ଷ ସମୟ ନିଏ ଓ ଏହାର ନିଜର ଅକ୍ଷ ଚାରିପଟେ ଘୂରିବା ପାଇଁ ପ୍ରାୟ 23 ଘଣ୍ଟା 56 ମିନିଟ୍ ବା 1 ଦିନ ସମୟ ନିଏ। ଗ୍ରହମାନେ ଯେପରି ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରନ୍ତି, ଉପଗ୍ରହମାନେ ସେହିପରି ଗ୍ରହ ଚାରିପଟେ ଘୂରି ବୁଲନ୍ତି। ଆମ ଗ୍ରହ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ରାତି ଆକାଶର ସବୁଠାରୁ ସୁନ୍ଦର ମହାଜାଗତିକ ବସ୍ତୁ। ତେବେ ପିଲାମାନେ, ବିଜ୍ଞାନର ଅଗ୍ରଗତି ହେତୁ 1969 ମସିହାରେ ଆପୋଲୋ 11 ମହାକାଶଯାନର ସହାୟତାରେ ଆମେରିକାର 3 ଜଣ ମହାକାଶଚାରୀ ଏଡ୍‌ଭିନ୍ ଆଲ୍‌ଡ୍ରିନ୍, ନୀଲ୍ ଆର୍ମଷ୍ଟ୍ରଙ୍ଗ ଓ ମାଇକେଲ୍ କଲିନ୍ସ ଚନ୍ଦ୍ରପୃଷ୍ଠରେ ପହଞ୍ଚି ଏହା ସମ୍ବନ୍ଧରେ ଅନେକ ତଥ୍ୟ ସଂଗ୍ରହ କରିଛନ୍ତି। ଚନ୍ଦ୍ର ଛଡ଼ା ପୃଥିବୀର ଅନେକ କୃତ୍ରିମ ଉପଗ୍ରହ ମଧ୍ୟ ରହିଛି, ଯେଉଁମାନଙ୍କ ସାହାଯ୍ୟରେ ମହାକାଶରୁ ଭୂପୃଷ୍ଠ ଓ ଭୂ ଅଭ୍ୟନ୍ତରରେ ଥିବା ଜଙ୍ଗଲ, ଖଣି, ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲିୟମ ସ୍ତର ବିଷୟରେ ସନ୍ଧାନ କରାଯାଏ। ସ୍ପୁଟନିକ୍ 1 କୃତ୍ରିମ ଉପଗ୍ରହ ପୃଥିବୀର ପ୍ରଥମ ଉପଗ୍ରହ। ଏବେ ଆମେ ମଙ୍ଗଳ ଗ୍ରହ ବିଷୟରେ କିଛି ଜାଣିବା। ସୂର୍ଯ୍ୟଠାରୁ ଦୂରତା ଅନୁସାରେ ମଙ୍ଗଳ ଚତୁର୍ଥ ସ୍ଥାନରେ ଅବସ୍ଥିତ। ଏହାକୁ ଲୋହିତ ଗ୍ରହ ମଧ୍ୟ କୁହାଯାଏ। ଏହା ପ୍ରାୟ ସୂର୍ଯ୍ୟଠାରୁ 227 ନିୟୁତ କିଲୋମିଟର ଦୂରରେ ଅବସ୍ଥିତ। ସୂର୍ଯ୍ୟ ଚାରିପଟେ ପରିକ୍ରମା କରିବା ପାଇଁ ଏହା ପ୍ରାୟ 687 ଦିନ ସମୟ ନେଇଥାଏ। ମଙ୍ଗଳ ଗ୍ରହର ମେରୁ ଅଞ୍ଚଳରେ ବରଫାବୃତ ସ୍ଥାନ ଓ ଅଙ୍ଗାରକାମ୍ଳର ସନ୍ଧାନ ମିଳିଛି। ଏଣୁ ପିଲାମାନେ ଜାଣିଛ, ଭବିଷ୍ୟତରେ ମାନବର ବସବାସ ନେଇ ଏଠାରେ ଅନେକ କଳ୍ପନା ଜଳ୍ପନା ଚାଲୁ ରହିଛି। ଆମ ଭାରତ ମଧ୍ୟ ମଙ୍ଗଳଯାନ ନାମକ ଏକ କୃତ୍ରିମ ଉପଗ୍ରହ ପଠାଇ ଏହି ଗବେଷଣା ଚାଲୁ ରଖିଛି। ଏହାର ଡିମସ୍ ଓ ଫୋବସ୍ ନାମରେ 2ଟି ଉପଗ୍ରହ ରହିଛି। ଏବେ ବୃହସ୍ପତି ବିଷୟରେ ଜାଣିବା। ଏହା ସୌରମଣ୍ଡଳର ସବୁଠାରୁ ବୃହତ୍ତମ ଗ୍ରହ। ପୃଥିବୀର ଆକାରଠାରୁ ଏହାର ଆକାର ପ୍ରାୟ 1300 ଗୁଣ ବଡ଼। ଏହା ସୂର୍ଯ୍ୟଠାରୁ ପ୍ରାୟ 778 ନିୟୁତ କିଲୋମିଟର ଦୂରରେ ଅବସ୍ଥିତ। ସୂର୍ଯ୍ୟ ଚାରିପଟେ ଥରେ ବୁଲି ଆସିବା ପାଇଁ ଏହା ପ୍ରାୟ 12 ବର୍ଷ ସମୟ ନେଇଥାଏ। ଏହାର ସବୁଠାରୁ ଅଧିକ 67ଟି ଉପଗ୍ରହ ଅଛି। ଏହାପରେ ଆମେ ସୌରଜଗତର ସବୁଠାରୁ ସୁନ୍ଦର ଗ୍ରହ ଶନି ବିଷୟରେ ଜାଣିବା। ଏହା ସୌରଜଗତର ଦ୍ୱିତୀୟ ବୃହତ୍ତମ ଗ୍ରହ ଅଟେ। ପୃଥିବୀର ଆକାରଠାରୁ ଏହାର ଆକାର ପ୍ରାୟ 755 ଗୁଣ ବଡ଼। ସୂର୍ଯ୍ୟଠାରୁ ଏହା 1417.6 ନିୟୁତ କିଲୋମିଟର ଦୂରରେ ଅବସ୍ଥିତ। ଏହା ସୂର୍ଯ୍ୟ ଚାରିପଟେ ଘୂରିବା ପାଇଁ ପ୍ରାୟ 29 ବର୍ଷ 168 ଦିନ ସମୟ ନିଏ। ଏହାକୁ ବଳୟ ଗ୍ରହ ମଧ୍ୟ କୁହାଯାଏ, କାରଣ ଏହାର ଚାରିପଟେ କଠିନ ବରଫ କଣିକା ଗୁଡ଼ିକ ବିଷୁବରେଖାର ଚାରିପାଖରେ ବଳୟ ପରି ରହିଛି। ଏହାର ପ୍ରାୟ 62ଟି ଉପଗ୍ରହ ଅଛନ୍ତି। ଏବେ ୟୁରେନସ୍ ବିଷୟରେ କିଛି ଜାଣିବା। ଏହା ସୌରଜଗତର ତୃତୀୟ ବୃହତ୍ତମ ଗ୍ରହ ଓ ପୃଥିବୀଠାରୁ 67 ଗୁଣ ବଡ଼ ଅଟେ। ସୂର୍ଯ୍ୟଠାରୁ ଏହାର ଦୂରତା ପ୍ରାୟ 1870 ନିୟୁତ କିଲୋମିଟର ଦୂର। ସୂର୍ଯ୍ୟ ଚାରିପଟେ ଥରେ ଘୂରି ଆସିବା ପାଇଁ ଏହା ପ୍ରାୟ 84 ବର୍ଷ ସମୟ ନେଇଥାଏ। ଏହାର ତାପମାତ୍ରା -200 ଡିଗ୍ରୀ ସେଲସିୟସ୍। କାରଣ କ'ଣ ଜାଣ ପିଲାମାନେ? ଏହା ସୂର୍ଯ୍ୟଠାରୁ ଏତେ ଦୂରରେ ଅବସ୍ଥିତ ନା,
ତେବେ ନେପଚ୍ୟୁନ୍ ବିଷୟରେ କିଛି ଜାଣିବା। ଏହା ପୃଥିବୀଠାରୁ ପ୍ରାୟ 17 ଗୁଣ ବଡ଼ ଓ ସୂର୍ଯ୍ୟଠାରୁ ପ୍ରାୟ 4,497 ମିଲିୟନ କିଲୋମିଟର ଦୂରରେ ଅବସ୍ଥିତ। ସୂର୍ଯ୍ୟ ଚାରିପଟେ ପରିକ୍ରମା କରିବା ପାଇଁ ଏହା ପ୍ରାୟ 165 ବର୍ଷ ସମୟ ନିଏ। ସୌରଜଗତର ଏହି ଗ୍ରହ ଉପଗ୍ରହ ବ୍ୟତୀତ ଭରି ରହିଛନ୍ତି ଅନେକ ଗ୍ରହାଣୁପୁଞ୍ଜ, ଧୂମକେତୁ, ଉଲ୍କା ଓ ଉଲ୍କାପିଣ୍ଡ। ଏବେ ଆମେ ଏହି ମହାଜାଗତିକ ବସ୍ତୁମାନଙ୍କ ବିଷୟରେ ମଧ୍ୟ କିଛି ଜାଣିବା। ନା କ'ଣ ପିଲାମାନେ? ତେବେ ଗ୍ରହାଣୁପୁଞ୍ଜ କହିଲେ କ'ଣ ବୁଝ? ନା ମଙ୍ଗଳ ଓ ବୃହସ୍ପତିର କକ୍ଷପଥରେ ରହି ସୂର୍ଯ୍ୟକୁ ପରିକ୍ରମା କରୁଥିବା ମହାଜାଗତିକ ବସ୍ତୁଗୁଡ଼ିକୁ ଗ୍ରହାଣୁପୁଞ୍ଜ କୁହାଯାଏ। ସମୟ ସମୟରେ କେତେକ ଗ୍ରହାଣୁପୁଞ୍ଜ ପୃଥିବୀର ଆକର୍ଷଣ ଫଳରେ ପୃଥିବୀ ଆଡ଼କୁ ଚାଲି ଆସନ୍ତି। ସେଗୁଡ଼ିକୁ ଉଲ୍କା କୁହାଯାଏ। ତୁମେମାନେ ଖରାଦିନେ ବାହାରେ ଶୋଇଥିବା ସମୟରେ ଦେଖୁଥିବ ଏକ ଆଲୋକପିଣ୍ଡ ତୁମ ଆଡ଼କୁ ଚାଲି ଆସୁଛି। ପୃଥିବୀର ବାୟୁମଣ୍ଡଳ ସହ ଘଷି ହୋଇ ଏହି ଗ୍ରହାଣୁପୁଞ୍ଜ ଗୁଡ଼ିକ ଜଳି ଆଲୋକପିଣ୍ଡ ସଦୃଶ୍ୟ ପୃଥିବୀ ପୃଷ୍ଠକୁ ଚାଲି ଆସେ। ଧୂମକେତୁ ସମୟ ସମୟରେ ଲାଞ୍ଜ ଥିବା ଏକ ଉଜ୍ଜ୍ୱଳ ବସ୍ତୁ ଆଲୋକରେ ଦେଖାଯାଏ। ଏହାକୁ ଆମେ ଧୂମକେତୁ ବା ଲଞ୍ଜାତାରା କହିଥାଉ। ଧୂମକେତୁର ଗୋଟିଏ ମୁଣ୍ଡ ଓ ଗୋଟିଏ ଲାଞ୍ଜ ଅଛି। ଧୂମକେତୁର ମୁଣ୍ଡଟି ଛୋଟ ଛୋଟ ପଥର ଖଣ୍ଡ, ଧୂଳିକଣା ଓ ଗ୍ୟାସରେ ଭର୍ତ୍ତି। ଲାଞ୍ଜ ଅଂଶଟି ମୁଖ୍ୟତଃ ଏମୋନିଆ ଗ୍ୟାସ୍, ମିଥେନ୍ ଗ୍ୟାସ୍, ଜଳୀୟ ବାଷ୍ପ ଓ ବରଫ କଣାରେ ପୂର୍ଣ୍ଣ। ଧୂମକେତୁ ମଧ୍ୟରେ ହେଲିଙ୍କ ଧୂମକେତୁ ଅନ୍ୟତମ। ପିଲାମାନେ ଜାଣି ରଖ, ଏହା 76 ବର୍ଷରେ ଥରେ ପ୍ରାୟ ପୃଥିବୀକୁ ଦେଖାଯାଏ। ଏବେ ଆମେ ସବୁଠାରୁ ରହସ୍ୟମୟ ମହାଜାଗତିକ ବସ୍ତୁ ବିଷୟରେ ଜାଣିବା, ଯାହା ବ୍ଲାକ୍ ହୋଲ୍ ନାମରେ ନାମିତ। ଏଗୁଡ଼ିକ ମୃତ ତାରାର ଅଂଶ ବିଶେଷ। ଯେଉଁ ତାରାଗୁଡ଼ିକର ଜୀବନକାଳ ସମାପ୍ତ ହୋଇଯାଇଥାଏ, ସେଗୁଡ଼ିକ ଜ୍ୱଳନ୍ତ ବସ୍ତୁରୁ କ୍ରମଶଃ ଥଣ୍ଡା ପଡ଼ିଯାଆନ୍ତି। ଫଳରେ ଏମାନଙ୍କ ମଧ୍ୟରେ ଏକ ବିସ୍ଫୋରଣ ହୋଇଥାଏ। ବିସ୍ଫୋରଣ ପରେ ଏହା ସଂକୁଚିତ ହୋଇ ଛୋଟ ହୋଇ ନ୍ୟୁଟ୍ରନ୍ ତାରାରେ ପରିଣତ ହୋଇଯାଆନ୍ତି, ଯାହା ମଧ୍ୟରେ ଆଉ କୌଣସି ଶକ୍ତି ନଥାଏ, କେବଳ ଏହାର ବସ୍ତୁତ୍ୱ ଥାଏ। ଏହାକୁ ଆମେ ବ୍ଲାକ୍ ହୋଲ୍ ବୋଲି କହିଥାଉ। ଏହାର ଆକର୍ଷଣ ବଳ ଏତେ ଅଧିକ ଯେ ଆଲୋକ ମଧ୍ୟ ଏହା କବଳରୁ ବର୍ତ୍ତି ପାରେ ନାହିଁ। ଆମ ସୌରଜଗତ ପରି ଲକ୍ଷ ଲକ୍ଷ ସୌରଜଗତ ଏହି ବ୍ଲାକ୍ ହୋଲ୍ ମଧ୍ୟରେ ରହିଯାଇପାରିବ। ତେବେ ସେ ଯାହା ହେଉନା କାହିଁକି ପିଲାମାନେ, ମହାକାଶ ମନୁଷ୍ୟ ସମାଜ ପାଇଁ, ଆମ ପାଇଁ ସର୍ବଦା ରହସ୍ୟମୟ। କାରଣ ବିଜ୍ଞାନର ଅଗ୍ରଗତି ଫଳରେ ମନୁଷ୍ୟ ପ୍ରତ୍ୟେକ ଦିନ ଏହା ବିଷୟରେ ନୂଆ ନୂଆ ଆବିଷ୍କାର କରିଚାଲିଛି। ହଉ ପିଲାମାନେ, ସମୟ ସରିବାକୁ ବସିଲାଣି। ଆଜି ପାଇଁ କିଶୋର ଚକ୍ର ଏତିକି। ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ଶନିବାର ଅପରାହ୍ନ 5ଟା ବେଳକୁ। ଶୁଣିବାକୁ ଜମାରୁ ଭୁଲିବନି ତମମାନଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ଚକ୍ର।